ନିଶବ୍ଦ ରାତିର ସେ ନିଦ ଭିତରେ ସେ ମୋ ସ୍ୱପ୍ନରେ ଆସିଯାଉଥିଲା। ନିଦ ଭାଙ୍ଗିଗଲେ ତାର ସେ ସ୍ମୃତିଗୁଡ଼ା ମନ ଭିତରକୁ ଯାଇ ଯେମିତି ଯନ୍ତ୍ରଣା ଦେଉଥିଲା ନା, ଆଉ ନିଦ ଆସିବା ତ ଦୂରର କଥା, ଆଖି ପଲକ ବି ପଡ଼ୁନଥିଲା। କିଛି ମିଛ ଭାବନା ଆଉ କିଛି ମିଛ ଆଶ୍ୱାସନା ନିଜକୁ ନିଜେ ଦେଇ ଚାଲିଥିଲି, କିନ୍ତୁ ସେଗୁଡ଼ା ମନକୁ ବୁଝାଇବା ବଦଳରେ ମନର ସେ ଗଭୀର ଭାବନାକୁ ବେଶୀ ବେଶୀ ହଟ୍ କରୁଥିଲା। ଜାଣିନି କ'ଣ ତାର ଉଦ୍ଦେଶ୍ୟ ଥିଲା, ଜାଣିନି କାହିଁକି ସେ ମୋ ସହ ଏମିତି କଲା। ଅନେକ ସ୍ୱପ୍ନ ଦେଖେଇଥିବା ସେଇ ମଣିଷଟାର ଆଖି ଆଗରେ ସବୁ ସ୍ୱପ୍ନ ଭାଙ୍ଗିରୁଜି ଚୁରମାର ହେଇଯାଇଥିଲା। ହେଲେ ସେ କେଉଁ ପଥରଠୁ ବି କମ୍ ନଥିଲା। ଆମ ବିଶ୍ୱାସ ଆଉ ଭଲ ପାଇବାର ପାଚେରୀ ଭଳି ଠିଆ ହେଇଥିବା ମୋର ସବୁ ସ୍ୱପ୍ନକୁ ଭାଙ୍ଗିବାର ଦେଖି ତାକୁ କିଛି ଯେମିତି ଫରକ ପଡ଼ୁନଥିଲା। ଆମ ସମ୍ପର୍କର ମୂଲ୍ୟ ତା ପାଇଁ ଆଉ କିଛି ନଥିଲା। ତାର ସବୁ କଥାକୁ, ସବୁ ପ୍ରତିଶ୍ରୁତିକୁ ସେ ଭୁଲି ସାରିଥିଲା। ଯେମିତି କେଉଁ ଏକ ଝଡ଼ ଆସିଥିଲା, ଆଉ ସେଇ ଝଡ଼ରେ ତାର ମାନବିକତା ଯେମିତି ତାଠୁ ନେଇ ଅନେକ ଦୂରକୁ ଫିଙ୍ଗି ଦେଇଥିଲା। ନା ସେ ମାନବିକତା ଫେରୁଥିଲା, ନା ସେ ବଦଳୁଥିଲା। ସେ ଜାଣିପାରୁଥିଲା ମୁଁ ତାକୁ ସବୁବେଳେ ଝୁରୁଛି। ସେ ଜାଣିପାରୁଥିଲା ମୋ ଆଖି ତା ବିନା ଲୁହ ଝରେଇ ଚାଲିଛି। ବୋଧେ ସେସବୁ ଜାଣିବା ପରେ ତାକୁ ବେଶ ମଜା ଲାଗୁଥିଲା। ସେ ଅଦିନିଆ ନଈବଢ଼ି ପରି ହଠାତ୍ ବଦଳି ଯାଇଥିଲା। ସେଦିନ ସେ ମୋତେ କହୁଥିଲା, ମୁଁ କେବେ ବଦଳି ପାରିବିନି, ତମ ବିନା ମୁଁ ଅନ୍ୟ କିଛି ଭାବିପାରିବିନି। ଆମ ସମ୍ପର୍କ ଜନମ ଜନମ ପାଇଁ ଅମର ହେଇ ରହିବ। ହେଲେ ଗୋଟେ ଜନମ ନ ପୂରୁଣୁ ସେ ସବୁ କିଛି ଭୁଲି ଯାଇଥିଲା। ମୋତେ ଲାଗୁଥିଲା ସେ କେବେ ଭୁଲି ନଥିଲା, ଜାଣିଶୁଣି ଭୁଲିବାର ନାଟକ କରୁଥିଲା। ଆଉ ସେଇ ନାଟକରେ ସେ ଭଲ ଅଭିନୟ କରି ମୋତେ ଜାଣିଶୁଣି କଷ୍ଟ ଦେଇ ସେ କିନ୍ତୁ ମଜା ନେବାରେ ବ୍ୟସ୍ତ ଥିଲା। ମୋତେ କଷ୍ଟ ହେଲେ ବୋଧେ ତାକୁ ଭାରି ଖୁସି ଲାଗୁଥିଲା। ଆଉ ମୋତେ କଷ୍ଟ ଦେଇ ଯଦି ସେ ଖୁସି ହେଉଥିଲା, ତାର ସେଇ ଖୁସି ଦେଖି ମୋତେ ବି ଭାରି ଖୁସି ଲାଗୁଥିଲା। କାହିଁକିନା ତାର ସେ ଖୁସି ଭିତରେ ମୋ ଖୁସି ଗୁଡ଼ା ଲୁଚି ରହିଥିଲା। ଖାଲି ଏତିକି ଡର ଥିଲା ସେ କିଛି ଭୁଲ କରୁନି ତ। କାରଣ ଯଦି ତାର ସେ ଭୁଲ ପାଇଁ ତାକୁ ଆଗକୁ କାନ୍ଦିବାକୁ ପଡ଼ିବନି ତ। ତା ପାଇଁ ଏମିତି ଅନେକ କଥା ମୋ ଭାବନା ଭିତରକୁ ପଶି ଆସୁଥିଲା। କାହିଁକିନା ଯଦି ସେ କେବେ ଦୁଃଖ ପାଏ ନା, ମୁଁ କେବେ ସହିପାରିବିନି। ଯଦି ମୋଠୁ ଦୂରେଇ ସେ ଖୁସି ଅଛି, ମୁଁ ବି ମୋ ମନ ଭିତରେ ଥିବା ଯନ୍ତ୍ରଣା ଭିତରେ ତାର ସେ ଖୁସି ପାଇଁ ଖୁସି ଥିଲି। ହେଲେ ସେ ଯଦି ଆଗକୁ କିଛି ଭୁଲ ପଦକ୍ଷେପ ନେଇଯାଏ, ଆଉ ଯଦି ସେ ଆଗକୁ ଟିକେ ବି ଦୁଃଖ କଷ୍ଟ ପାଏ, ତାକୁ ସହିବା ମୋ ପକ୍ଷେ ସମ୍ଭବ ନଥିଲା। ସେ ଦୂରେଇ ଯିବାର ଦୁଃଖ ଯେତିକି ନଥିଲା, ମୋଠୁ ଦୂରେଇ ଭୁଲ ରାସ୍ତାରେ କାଳେ ପାଦ ଦେଇଦେବ, ସେ ଚିନ୍ତାରେ ବେଶୀ କଷ୍ଟ ଲାଗୁଥିଲା। ସେ ଯେତେବେଳେ ମୋ ପାଖରେ ଥିଲା, ମୋ ସହ ସମ୍ପର୍କରେ ଥିଲା, ତାକୁ ସବୁବେଳେ ମୋର ଆବଶ୍ୟକତା ଥିଲା। ସେ କୁଆଡ଼େ ବୁଲିବାକୁ ଯାଉ କି କିଛି କରିବା ପୂର୍ବରୁ ଆଗ ମୋତେ ପଚାରୁଥିଲା। ହେଲେ ଏବେ ସେ କାହାକୁ ପଚାରୁଛି, କାହା କଥାରେ ଚାଲୁଛି? ସେ ତାକୁ ଠିକ୍ ରାସ୍ତା ଦେଖାଉଛି ତ? ଆଗକୁ ତା ଜୀବନରେ କିଛି ବିପଦ ଆସିବନି ତ? ଏମିତି ଅନେକ ପ୍ରଶ୍ନ ମୋ ମନ ଭିତରେ ଉଙ୍କି ମାରୁଥିଲା। ଖାଇବା ବେଳେ, ଶୋଇବା ବେଳେ, କାମ କଲାବେଳେ ସବୁବେଳେ ତାରି କଥା ଚିନ୍ତା କରୁଥିଲି। ହେଲେ ତା ସହ ଯୋଗାଯୋଗ କରିବାର ସବୁ ରାସ୍ତା ଯେମିତି ବନ୍ଦ ହେଇସାରିଥିଲା। ସେଥିପାଇଁ ବୋଧେ ତା କଥା ବେଶୀ ଚିନ୍ତା କରିବାକୁ ପଡ଼ୁଥିଲା। ସେ ଭଲରେ ରହୁ, ଖୁସିରେ ରହୁ ବୋଲି ସବୁବେଳେ ଭଗବାନଙ୍କୁ ଡାକି ଚାଲିଥିଲି। ହେଲେ ଭଗବାନ ବି ଭାରି ନିର୍ଦ୍ଦୟ ଥିଲା। ତାକୁ ଭଲରେ ରଖିବାକୁ ଯେତେଥର ଏ ଭଗବାନଙ୍କୁ କହୁଥିଲି, ସେ ଭଗବାନ ତାକୁ ଯୋଗାଯୋଗ କରିବାକୁ ରାସ୍ତା ଖୋଲିବା ବଦଳରେ ଜାଣୁଶୁଣି ସବୁ ଗଳା ବାଟ ବି ବନ୍ଦ କରିଦେଉଥିଲା। ଯେତେବେଳେ ଗୋଟେ ପରେ ଗୋଟେ ଗଳା ବାଟ ବନ୍ଦ ହେଇଯାଇଥିଲା, ମୋତେ ଲାଗୁଥିଲା ଏ ଭଗବାନ ବି ମୋତେ କଷ୍ଟ ଦେଇ ସେ ବି ଭାରି ମଜା ନେଉଥିଲା। ଯିଏ ମଜା ନେଲେ ବି ମୋତେ କିନ୍ତୁ ଫରକ ପଡ଼ୁନଥିଲା। ସେ ଭଗବାନ ହୁଅନ୍ତୁ କି ସେ ନିଜେ ନିଜେ ମଜା ନେଉଥାଉ, କିନ୍ତୁ ଭଗବାନଙ୍କ ପାଖରେ ଏତିକି ଗୁହାରି, ତାକୁ ସବୁବେଳେ ଖୁସିରେ ରଖନ୍ତୁ, କେବେ ଦୁଃଖ ନ ଦିଅନ୍ତୁ। ଏମିତି ମୋର ହଜାରେ ସ୍ୱପ୍ନ ତା ଆଖି ଆଗରେ ଚୁରମାର ହେଇଯାଉ, କିନ୍ତୁ ସେ ସେମିତି ହସୁଥାଉ। ମୋ କଷ୍ଟ ଯନ୍ତ୍ରଣା ଦେଖି ସେ ସେମିତି ଖୁସି ହେଉଥାଉ। ଯଦି ମୋତେ କଷ୍ଟ ଯନ୍ତ୍ରଣା ଦେଇ ସେ ଖୁସି ପାଉଛି, ତେବେ ମୋତେ ଯେତେ କଷ୍ଟ ଯନ୍ତ୍ରଣା ହେଉ ପଛେ ତାର ସେ ଖୁସି ପାଇଁ ମୁଁ ହଜାର ଜନ୍ମ ନେବାକୁ ପ୍ରସ୍ତୁତ ଅଛି। ଆଉ ବେଶୀ କିଛି କହିପାରିବିନି ଭାଇ। ବାସ୍ ଏଇ ମୋ ମନର କଥା ଆଉ ମୋ ମନର ବେଦନାକୁ ସବୁ ଜାଣିପାରୁଥିବ। ଜାଣିନି ଆପଣ ମୋ ମନର ବେଦନାକୁ ଆପଣଙ୍କ କଣ୍ଠରେ ଜାଗା ଦେବେ କି ନାହିଁ, କିନ୍ତୁ ମୋର ଅନୁରୋଧ, ଯଦି ମୋ ମନର ବେଦନାକୁ ଆପଣଙ୍କ କଣ୍ଠରେ ଜାଗା ଦେବେ, ହୁଏତ ମୁଁ ତା ପାଖରେ ପହଞ୍ଚାଇବାକୁ ନିଶ୍ଚୟ ଚେଷ୍ଟା କରିବି। ଜାଣିନି କାହାକୁ ମୋ କଥା ଗୁଡ଼ାକ ଭଲ ଲାଗିବ, କିନ୍ତୁ ସେ ଶୁଣିଲେ ତାକୁ ଭାରି ନିଶ୍ଚୟ ଖୁସି ଲାଗିବ। କାହିଁକିନା ସେ ଯେତେବେଳେ ଜାଣିବ ତା ବିନା ମୁଁ କଷ୍ଟରେ ଅଛି ବୋଲି, ସେ କାଳେ ଖୁସି ହେଇଯିବ। ତା କଥା ଶୁଣି ମୁଁ ମନେ ମନେ ଭାବୁଥିଲି, ଇଏ କି ପ୍ରକାର ସମ୍ପର୍କ, ଇଏ କି ପ୍ରକାର ଭଲ ପାଇବା। ଜଣ ଜଣକୁ ଦୂରେଇ ଦେଇ ତାକୁ କଷ୍ଟ ଦେଉଛି, ହେଲେ ଦୂରେଇ ଯାଇ କଷ୍ଟ ପାଉଥିବା ଲୋକଟା ସବୁବେଳେ ତା ଖୁସି ଚାହୁଁଛି। ଜାଣିନି କାହା ମନର ଭାବନା କାହାକୁ କେତେ ଭଲ ଲାଗିଲା। ଯଦି କାହାକୁ ଭଲ ଲାଗିଥିବ, କମେଣ୍ଟ କରି ଜଣେଇଲେ ହେଲା।
ସବୁଦିନ ରାତି 9ଟାରେ ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ ଦେଖିବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।